ଯୁଦ୍ଧ ତ ଚାଲିବା ଏବଂ ପାକିସ୍ତାନକୁ ଧୂଳିସାତ କରିବାଟା ଉଚିତ। ଯୋଉଭଳି ରେଟ୍ରେ ସିଏ ଇଏ କରୁଛନ୍ତି ଆମକୁ ଟେରରିଷ୍ଟ ମାନଙ୍କୁ ପଠେଇକି ଆମର ଭିଜିଟର୍ସ ମାନଙ୍କ ଉପରେ ଆଟାକ୍ କଲେ ଏଟାକୁ ପାକିସ୍ତାନକୁ ଧୂଳିସାତ କରିବା କଥା। ତେଣୁ ଏଟା ଏ ଯୁଦ୍ଧଟା ତଥାପି ମୁଁ ଭାବୁଛି 8-10 ଦିନ ଖଣ୍ଡେ ଚାଲିବ, କାରଣ ପାକିସ୍ତାନ ଆଉ ଷ୍ଟ୍ରେଂଥ ନାହିଁ ଯେ ତାଠାରୁ ଅଧିକା ଯିବା ପାଇଁ। ତେଣୁ ଏଟାକୁ ଆମର ଭାରତର ପ୍ରତିଶୋଧ ନେବା କଥା ଏବଂ ଯୋଉ ରେଟ୍ରେ ଭାରତ ବି ପ୍ରତିଶୋଧ ନେଉଛି এটা ଜଷ୍ଟିଫାଏଡ୍ ଇସ୍ୟୁ ଏବଂ ୱାର୍ଲଡ ବି ଜାଣୁଛି ଯେ ଭାରତର କୌଣସି ୟା ଦେହରେ ଇଏ ନାହିଁ, କୌଣସି ପ୍ରକାର ମିଷ୍ଟେକ୍ ନାହିଁ। କିନ୍ତୁ ପାକିସ୍ତାନ ତରଫରୁ ଏଟା ହିଁ ଉସ୍କା ଯାଇଛି ଏବଂ ଯୋଉଟା କି ପ୍ରତିଶୋଧ ନେବା ପାଇଁ ଆମେ ସମସ୍ତ ଭାରତବାସୀ ଆମେ ଚାହୁଁଛୁ ଏଇଟା ଆର ତୀବ୍ର ପ୍ରତିଶୋଧ ନିଆଯାଉ। ନା ଏଟା ତ ନିଶ୍ଚିତ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ସ୍ୱାଗତ କରିବା କଥା ଏବଂ ଆମେ ବି ସ୍ୱାଗତ କରୁଛୁ, କାରଣ ପ୍ରଧାନମନ୍ତ୍ରୀ ଯୋଉ ଷ୍ଟେପଟା ନେଉଛନ୍ତି ସେ ସବୁଆଡୁ ତାର ଦୃଷ୍ଟିଗୋଚର କରିକି ସବୁ କଥାକୁ ଆନାଲିସିସ୍ କରିକି ଷ୍ଟେପଟା ହଠାତ୍ କିନା ଯାଇ ତ ଆଟାକ୍ କରିଦେବାଟା ବି ଜଷ୍ଟିଫାଏଡ୍ ନୁହେଁ ନା, କାରଣ ଆମକୁ ପୁଣି ବ୍ଲେମ୍ କରିବେ ୱାର୍ଲଡ କରିବ। ତେଣୁ ଏଟାକୁ ଯୋଉଟା ନେଇଛନ୍ତି ଠିକ 14 ଦିନ ପରେ ହେଲେ ବି କିନ୍ତୁ ଜଷ୍ଟିଫାଏଡ୍ ଇସ୍ୟୁ ଏବେ ଯୋଉଟା ହଉଛି ଏବଂ ଏଇଟା ବି ଜଷ୍ଟିଫାଏଡ୍ ଇସ୍ୟୁ। ଫଳାଫଳ ଭାରତ ହିଁ ଓଭିୟସଲି ଜିତିବ, ଏଥିରେ କ'ଣ ଅଛି, ଭାରତ ହିଁ ଜିତିବା କଥା ଜିତିବ। ସବୁଥର ଆଗରୁ ଯୋଉ 2-3 ଥର ହେଇଛି ବାଂଲାଦେଶ ଯୋଉ ସୃଷ୍ଟି ହେଲା, ଇଣ୍ଡିଆ ବି ଜିତିଥିଲା, ଏଥରକ ବି କାର୍ଗିଲରେ ବି ଜିତିଥିଲା, ଏଥରକ ବି ଜିତିବ।